ସମସ୍ତଙ୍କୁ ଆଉ ଥରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଉଛି। ଆଜି ଆମେ ମାଥି ପୁସ୍ତକ 15 ଅଧ୍ୟାୟ ତାର 21 ପଦରୁ 28 ପଦ ପର୍ଯ୍ୟନ୍ତ ପାଠ କଲୁ। ଏହି ସପ୍ତାହ ଟିକେ ମୁଁ ବହୁତ ବ୍ୟସ୍ତ ଥିଲି, କାରଣ ମୋ ଭାଇ ଗୋଟେ ଚାଲିଗଲେ, ତାଙ୍କର ଶ୍ରାଦ୍ଧ କାମ ଏ ସମସ୍ତ କରିବା ପାଇଁ ଯାଇଥିଲି। ତ ମୁଁ ଫେରି ଆସିଲି। ଭାଇ ଭଉଣୀମାନେ ଟିକେ କଷ୍ଟକର ଥିଲା। ଆଜି ସକାଳେ ମୁଁ ପହଞ୍ଚିଲି 9ଟା ବେଳେ, ତାପରେ ବାଲେଶ୍ୱରରେ ମଧ୍ୟ ଚର୍ଚ୍ଚକୁ ସାରିଲି। ଆଉ ଟିକେ ଅଧଘଣ୍ଟା ପରେ ଏଠିକୁ ପୁନର୍ବାର ବାହାରି ଆସିଲି। ତ ଆମେ ଦେଖିବା ତାହେଲେ ଟିକେ କଷ୍ଟକର ଥିଲା, କିନ୍ତୁ କିଛି ପ୍ରଭୁଙ୍କର ଅନୁଗ୍ରହରୁ ସମସ୍ତ ବିଷୟକୁ ଈଶ୍ୱର କାର୍ଯ୍ୟ କଲେ। ଏଥିପାଇଁ ମୁଁ ବିଶେଷ ଭାବରେ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଜି ଆମେ ଏଠି ଏ ଯେଉଁ ବାକ୍ୟ ଦେଖୁଛୁ, ଏ ବାକ୍ୟ ବିଷୟରେ ଆମେ ମାଥି ପୁସ୍ତକ 21 ଅଧ୍ୟାୟର 15 ଅଧ୍ୟାୟର 21 ପଦର ଯେଉଁ 28 ପଦ ପର୍ଯ୍ୟନ୍ତ ଆମମାନଙ୍କର 28 ପଦ ପର୍ଯ୍ୟନ୍ତ ଲେଖା ଅଛି, ଏ ବିଷୟରେ ଆମେ ଟିକେ ଚିନ୍ତା କରିବା। କିନ୍ତୁ ତା ପୂର୍ବରୁ ଆମେ ଯଦି ଦେଖିବା, ମଣିଷ ଜଣେ ଲୋକ ହେଉଛି ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହେବ ବା ଈଶ୍ୱରଙ୍କର ପଥ ଅନୁସାରେ ଗତି କରିବ, କିନ୍ତୁ ଆଉ ଜଣେ ଲୋକ ନିଜର ପଥ ଅନୁସାରେ ଗତି କରିବ। ତେବେ ଈଶ୍ୱରଙ୍କର ପଥ ଆଉ ନିଜର ପଥ ଭିତରେ ଫରକ ଅଛି। ନିଜର ପଥ ଆଉ ଈଶ୍ୱରଙ୍କର ପଥ କ'ଣ? ଯେତେବେଳେ ଆମେ ଭାବିବା, ତ ମଣିଷ ଯେତେବେଳେ ନିଜର ପଥକୁ ଧରିବ, ତେବେ ତା'ର ହୃଦୟ ଉଚ୍ଚା ହୋଇଯିବ। କିନ୍ତୁ ଯେତେବେଳେ ଈଶ୍ୱରଙ୍କର ପଥ ବା ଈଶ୍ୱରଙ୍କର ବାକ୍ୟକୁ ଶ୍ରବଣ କରି ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହେବ, ସେ ଲୋକ ନିଜର ହୃଦୟକୁ ନମ୍ର କରିବ। ଏବେ ବର୍ତ୍ତମାନ ଶୈତାନ କ'ଣ କରୁଛି? ସମସ୍ତଙ୍କ ଲୋକ ପାଖରେ ଗୋଟେ ଚିନ୍ତା ଦେବ ଆଉ ଗୋଟେ ଭାବନା ଦ୍ୱାରା ତାକୁ ପରିଚାଳିତ କରିବ। ବୁଝିହେଲା? ସେ ଭାବନା ଦ୍ୱାରା ତାକୁ ଯେତେବେଳେ ପରିଚାଳିତ କରିବ, ତେବେ ସେ ଲୋକ ଯଦି ସେ ଚିନ୍ତା ଆଉ ଭାବନାକୁ ନେଇକି ପରିଚାଳିତ ହେବ, ତାହେଲେ ତାହା ହେଉଛି ବେଶୀ ବଡ଼ ସମସ୍ୟା। ଆମର ମିଶନ ସ୍କୁଲ ଅଛି। ମିଶନ ସ୍କୁଲରେ ଯେତେବେଳେ ଟ୍ରେନିଂ ନିଆଯାଏ, ସେ ସମୟରେ ଭାଇମାନଙ୍କୁ, ଯେଉଁମାନେ କି ଟ୍ରେନିଂ ପାଇଁ ଆସନ୍ତି, ସେମାନେ ଜଗତରେ ଗୋଟେ ଜୀବନ ବଞ୍ଚିଥିବେ, କିନ୍ତୁ ମିଶନ ସ୍କୁଲରେ ଆସି ଗୋଟେ ଜୀବନ ବଞ୍ଚିବେ। ତାହା ହେଉଛି ବହୁତ ବଡ଼ ଫରକ ଥିବ। ବୁଝିହେଲା? ତେବେ ସେଠି କି ପ୍ରକାର ଜାଣିଛନ୍ତି? ସେଠି ଏ ପ୍ରକାର କରାଯାଏ। ଏ ପ୍ରକାର ସେମାନେ ଯେତେବେଳେ ଟ୍ରେନିଂ ପାଆନ୍ତି, ଟ୍ରେନିଂ ପାଇଥିବା ସମୟରେ ଜଗତ ସହିତ ଥାଇକି ଈଶ୍ୱରଙ୍କର ସେବା କରିବି, ତାହେଲେ ସେ ଲୋକ କେବେ ବି କରିପାରିବ ନାହିଁ। ବୁଝିହେଲା? କିନ୍ତୁ ଯିଏ ସେଠି ଟ୍ରେନିଂ ପାଉଥିବ, ସେମାନଙ୍କୁ କ'ଣ କ'ଣ କରାଯାଏ? ଟଏଲେଟ୍ ସାଫ କରିବା ପାଇଁ କୁହାଯାଏ, ଟଏଲେଟ୍ ସଫା କରିବା ପାଇଁ, କାମ କରିବା ପାଇଁ କୁହାଯାଏ। ତା'ର ଯେଉଁ ମନ ଥିବ, ତା'ର ଯେଉଁ ହୃଦୟ ଥିବ, ସେଗୁଡ଼ାକ ସବୁ ଭାଙ୍ଗିବା ପାଇଁ କୁହାଯାଏ। ତାହେଲେ ସେତେବେଳେ ଯେଉଁମାନେ ଭାଙ୍ଗି ପାରନ୍ତି ନାହିଁ ଏବଂ ଯେଉଁମାନେ କି ସତରେ କ'ଣ କରିଥାନ୍ତି, ରହିପାରନ୍ତି ନାହିଁ, ପରିଚାଳିତ ହୋଇପାରନ୍ତି ନାହିଁ, ତାପରେ ସେମାନଙ୍କୁ ମାନେ ଏମିତି କାମ ଗୁଡ଼ାକ କରାଯାଏ। ତେବେ ବେଶୀ ଲୋକମାନେ କ'ଣ କି ସେ ଜାଗାରେ ରହିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ କି ପ୍ରକୃତ ଈଶ୍ୱରଙ୍କ ଦ୍ୱାରା ମନୋନୀତ, ଆଉ ସେ ଲୋକମାନେ ଆସିକି ସେମାନେ କେବଳ ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। କିନ୍ତୁ ହୃଦୟ ଭାଙ୍ଗିବା ପାଇଁ ହେଲେ ପ୍ରଥମ ଜିନିଷ, ଆମକୁ ନିଜର ପରିସୀମା, ନିଜର ଦୁନିଆକୁ ପରିତ୍ୟାଗ କରିବାକୁ ହେବ। ତେବେ ଯେତେବେଳେ ଆମେ ନିଜର ଦୁନିଆ, ନିଜର ପରିସୀମାକୁ ଯଦି ଆମେ ପରିତ୍ୟାଗ କରିପାରୁନୁ ଭାଇ ଭଉଣୀମାନେ, ତାହା ହେଉଛି ବୃଥା ହେବ। ବୁଝିପାରୁଛନ୍ତି? ତାହା ହେଉଛି ସତରେ ବୃଥା ହେଇଯିବ। ସେଥିପାଇଁ ଆମେ ଉଦାହରଣ ସ୍ୱରୂପ ମୁଁ କହିବି, ଆମେ ସମସ୍ତଙ୍କର ଗୋଟେ ଇଚ୍ଛା ଅଛି ଯେ ଆମକୁ ସମସ୍ତେ ରେସ୍ପେକ୍ଟ କରନ୍ତୁ, ଆମକୁ ଭଲ କୁହନ୍ତୁ। କିନ୍ତୁ କିଛି ଲୋକକୁ ଯଦି କ'ଣ କରାଯିବ, ଟିକେ ନିଚ ଧରଣ ଦେଖିକିରି ତାହେଲେ ଟିକେ କୁହାଯିବ, ତାହେଲେ କ'ଣ ଜାଣିଛନ୍ତି? ସେମାନେ କ'ଣ କରିଥାନ୍ତି? ରାଗି ଯାଇଥାନ୍ତି। ଆଉ ସେମାନଙ୍କୁ ଯଦି ସମ୍ମାନ ନ ଦିଆଯାଏ, ତାହେଲେ ସେମାନଙ୍କୁ ଆଉ ଟିକେ ଭଲ ସମ୍ମାନ ନ ଦିଆଯାଏ, ଭଲ ପ୍ରଶଂସା ନ କରାଯାଏ, ସେମାନେ କ'ଣ କରିଥାନ୍ତି? ରାଗିଥାନ୍ତି। କାହିଁକି ରାଗିଥାନ୍ତି? କାରଣ ସେମାନେ, ଉଦାହରଣ ସ୍ୱରୂପ କାହିଁକି ସେମାନେ ରାଗିଥାନ୍ତି? କାରଣ ଆମମାନଙ୍କର ଯିଏ ପାଷ୍ଟର ଅଛନ୍ତି, ସେ ଗୋଟେ କଥା କହନ୍ତି, ଯଦି ଜଣେ ମଣିଷର ଧରାଯାଉ 100% ତା'ର ଯଦି ସମ୍ମାନ ବା ପାଇବା ଯୋଗ୍ୟ,
ତାକୁ ଯଦି ସେ ଯଦି ଚାହିଁବ 500% ମୋତେ ସମ୍ମାନ କରନ୍ତୁ, ତାହେଲେ ଯେତେବେଳେ ତାକୁ 100% ଲୋକ ଯଦି 500% ସେ ଚାହିଁବ କିନ୍ତୁ ତାକୁ ଯଦି 500% ଦିଆଯିବ ନାହିଁ, ତାହେଲେ କି ପ୍ରକାର ଜାଣିଛନ୍ତି, ସେ ମନ ଦୁଃଖ କରିବ, ରାଗିଯିବ, ଲୋକମାନଙ୍କ ସହିତ ଭେଟି ପାରିବ ନାହିଁ। ତାହେଲେ କ'ଣ କରିବ? ହଁ, ମୁଁ କ'ଣ ଅସମ୍ମାନ ପାଇବା ଲୋକ? ମୁଁ କ'ଣ ସେଥିରେ ଯୋଗ୍ୟ ନାହିଁ? କିନ୍ତୁ ଯେଉଁ ଲୋକ ନିଜର ମନକୁ ଭାଙ୍ଗିଛି ସେ ଲୋକ କ'ଣ କରିବ? ମନେକର ଧରାଯାଉ ତା'ର କ୍ୟାପାସିଟି ହେଉଛି 100%, ସେ ଯଦି ଭାବିବ ମୁଁ କେତେ ପ୍ରତିଶତ ଲୋକ? ମୁଁ ହେଉଛି 60% ଲୋକ। ତାକୁ ଯଦି ନାହିଁ କି 80% ସମ୍ମାନ ଦିଆଯିବ, ପ୍ରଶଂସା କରାଯିବ, ତାହେଲେ ସେ ଲୋକ ତା'ର ହୃଦୟକୁ ନମ୍ର କରି ଯଦି କହିବ, ହଁ ମୁଁ ଯଦି ସେତିକି ମୋର କ୍ୟାପାସିଟି, ସେତିକି କାଟାଗୋରୀ ଲୋକ ମୁଁ, ତାହେଲେ ଯେଉଁ ମୋତେ ସମ୍ମାନ ଦେଉଛନ୍ତି, ମୋତେ ଯେମିତି ବ୍ୟବହାର କରୁଛନ୍ତି, ତାହେଲେ କିଛି ସମସ୍ୟା ନାହିଁ। କିନ୍ତୁ ଯେଉଁ ଲୋକ 100% ଥିବ କିନ୍ତୁ 500% ଆଶା କରିବ, ତାହେଲେ ସେ ଲୋକ କ'ଣ ହେଇଯିବ ଜାଣିଛନ୍ତି? ରାଗିଯିବ। ସେ ଲୋକ ରାଗିଯିବ, ତା ଭିତରେ କ'ଣ ବିଭିନ୍ନ ପ୍ରକାର ଚିନ୍ତା ଆସିବ, ସେ ଲୋକମାନଙ୍କ ସହିତ ଏକ ହୋଇପାରିବନି। ତ ସବୁବେଳେ ତାଙ୍କୁ ସେ କ'ଣ କରିବ? ଅଭିଯୋଗ କରିବ। ବୁଝିପାରୁଛନ୍ତି ଭାଇ ଭଉଣୀମାନେ? ସେଥିପାଇଁ ଆମକୁ ଯେତେବେଳେ ଆମେ ଏ ଚର୍ଚ୍ଚ ଭିତରେ ଅଛୁ, ମଣ୍ଡଳୀ ଭିତରେ ଅଛୁ, ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଆମେ ଆମର ଭାବନା, ଆମର ଚିନ୍ତାଧାରା, ଆମର ସବୁ ବିଷୟ ଯେତେବେଳେ ପରିତ୍ୟାଗ କରି ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହେବା, ତାହେଲେ ସେ ଲୋକ କ'ଣ ହେବ? ଆଉ ସେ ଲୋକ ସତରେ ଖୁସି ହେଇପାରିବ। କିନ୍ତୁ ଯଦି ସେ ଈଶ୍ୱରଙ୍କର ବାକ୍ୟକୁ ଛାଡ଼ିକି ନିଜର ମତକୁ ଯଦି ସେଇ ଜାଗାରେ ମିଶାଉଛି, ତା'ର ଅର୍ଥ ଯେତେବେଳେ ତା'ର କଥା ଶୁଣାଯିବ ନାହିଁ, ତା'ର କଥା ଅଗ୍ରାହ୍ୟ କରାଯିବ, ସେ ସମୟରେ କ'ଣ ହେବ ଜାଣିଛନ୍ତି? ସେ ସମୟରେ ସେ ରାଗିଯିବ। ହଁ, ମୁଁ କହୁଛି, ମୋର କଥା ଶୁଣୁନାହାନ୍ତି, ମୁଁ ଏ ପ୍ରକାର ଲୋକ, ମୁଁ ସେ ପ୍ରକାର ଲୋକ। ତେବେ ତା ଭିତରେ ଯେଉଁ ଚିନ୍ତା ଆସିବ, ତା ଦ୍ୱାରା ସେ କ'ଣ ହେବ ଜାଣିଛନ୍ତି? ମାନେ ନର୍ଭସ୍ ହେବ। ନର୍ଭସ୍ ହେଲା ପରେ ଲୋକଙ୍କ ସହିତ କ'ଣ ବାଦାନୁବାଦ, ବିଭିନ୍ନ ପ୍ରକାର ତେବେ ଚିନ୍ତା ଆସିବ। ତା ସହିତ କି ପ୍ରକାର ହୃଦୟ ହେବ ଜାଣିଛନ୍ତି? ମାନେ ବିବାଦର, ଅନ୍ୟମାନଙ୍କୁ ଆଉ ପସନ୍ଦ କରିବ ନାହିଁ। ସେଥିପାଇଁ ଆମେ ଯଦି 100% ଅଛୁ, ଆମର ଯୋଗ୍ୟତା ଯଦି 100% ଅଛି, ତାହେଲେ ଆମକୁ ଯଦି 80% ସମ୍ମାନ ଦିଆଯାଏ, ତାହେଲେ ଆମେ ଖୁସି ହେଇପାରିବା। କିନ୍ତୁ ଯଦି 100% ଥିବ, 500% ଯଦି ଆଶା କରିବେ, ତାହେଲେ କ'ଣ ହେବ ଜାଣିଛନ୍ତି? ଆପଣଙ୍କ ଭିତରେ ଖୁସି ରହିପାରିବେ ନାହିଁ। ବୁଝିପାରୁଛନ୍ତି? ଆଜି ଆମେ ମାଥ୍ୟୁ ପୁସ୍ତକ ପଢ଼ିଲୁ। ସେଥିପାଇଁ ଏ ମାଥ୍ୟୁ ପୁସ୍ତକରେ ଗୋଟେ ସ୍ତ୍ରୀ ଅଛି, ସେ ହେଉଛି କିଣାନିଆ ସ୍ତ୍ରୀ। ତା'ର ଝିଅକୁ ଭୂତ ଲାଗିଛି। ତେବେ ସେ ଯୀଶୁଙ୍କ ପାଖକୁ ଆସୁଛି। ତାହେଲେ କିଣାନିଆ ଆଉ ଇସ୍ରାଏଲ ଭିତରେ ଫରକ ଅଛି। ଯୀଶୁ ହେଉଛନ୍ତି ଜିହୁଦା ବଂଶର। ଜିହୁଦୀମାନଙ୍କର ଆଉ କିଣାନିଆ ଭିତରେ ଫରକ ଅଛି। ଯେତେବେଳେ ଜିହୁଦୀ ଆଉ କିଣାନିଆ ଏମାନଙ୍କ ଭିତରେ କ'ଣ ମେଳ ମାନେ ସେମାନଙ୍କର ବି ଭେଦଭାବ ଅଛି। ଜିହୁଦୀମାନେ ଉଚ୍ଚ ଜାତିର, କିନ୍ତୁ କିଣାନିଆ ମାନେ ନିଚ ଜାତିର। ସେଥିପାଇଁ ଉଚ୍ଚ ଜାତି ଲୋକ କାହା ପାଖକୁ, ନିଚ ଜାତି ଲୋକ ଉଚ୍ଚ ଜାତି ପାଖକୁ ଯାଉଛି। ତେବେ ଯଦି ଚିନ୍ତା କରିବା ଏ ଜାଗାରେ ଯୀଶୁଙ୍କ ପାଖକୁ ଏ ସ୍ତ୍ରୀ ଲୋକ ଯାଉଛି। ଯେତେବେଳେ ଗଲା, ଯୀଶୁଙ୍କୁ କହୁଛି, ହେ ପ୍ରଭୁ, ହେ ପ୍ରଭୁ, ମୋ ଛୁଆକୁ, ମୋର ଝିଅକୁ ଭୂତ ଲାଗିଛି ଭୟଙ୍କର ଭାବରେ, ଆପଣ ଅନୁଗ୍ରହ କରନ୍ତୁ, ତାକୁ ସୁସ୍ଥ କରନ୍ତୁ। କିନ୍ତୁ ଯୀଶୁ କ'ଣ ବୋଲି କହୁଛନ୍ତି? ପଢ଼ିବା ସେ ପଦ ପଢ଼ନ୍ତୁ, କେହି ଜଣେ 24 ପଦ ପଢ଼ନ୍ତୁ। ହଁ, 23 ପଦ ପଢ଼ନ୍ତୁ। କିନ୍ତୁ ସେ ତାହାଙ୍କୁ ପଦେ ହେଲେ ଉତ୍ତର ଦେଲା ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି। ତେବେ ଯୀଶୁଙ୍କ ପାଖକୁ ସେ ସ୍ତ୍ରୀ ଲୋକ ଆସୁଛି, ବିନତି କରି କହୁଛି, କ'ଣ ବୋଲି କହୁଛନ୍ତି? ହଁ, ମୋର ଝିଅକୁ ଭୂତ ଲାଗିଛି, ଆପଣ କ'ଣ କରନ୍ତୁ? ସୁସ୍ଥ କରନ୍ତୁ। କିନ୍ତୁ ଏଠି କ'ଣ ଲେଖା ହେଇଛି? ଯୀଶୁ ପଦେ ବି ଉତ୍ତର ଦେଲେନି। ଯୀଶୁ ଦେଲେ କି? ପଦେ ବି ଉତ୍ତର ଦେଇନାହାନ୍ତି। କିନ୍ତୁ ଯଦି 24 ପଦରେ ଦେଖିବା, ଯୀଶୁ କ'ଣ ବୋଲି କହୁଛନ୍ତି? ତେବେ ଶିଷ୍ୟମାନେ ବିରକ୍ତ ହେଉଛନ୍ତି, ଯୀଶୁ କାହିଁକି ଉତ୍ତର ଦେଉନାହାନ୍ତି? ଯୀଶୁ ଉତ୍ତର ଦେବା ଦରକାର, ପ୍ରଭୁ କହିବା ଦରକାର। କାହିଁକି? ଏ କିଣାନିଆ ସ୍ତ୍ରୀ ତାଙ୍କ ନିକଟକୁ ଯାଇଛି,
ଯେତେବେଳେ ଯୀଶୁଙ୍କ ନିକଟକୁ ଯାଇଛନ୍ତି ସେ ସମୟରେ ଯୀଶୁ କ'ଣ କରୁଛନ୍ତି ପୁରାପୁରି ତାଙ୍କୁ ଆଉ କିଛି ଉତ୍ତର ଦେଉନାହାନ୍ତି। ତେବେ ଶିଷ୍ୟମାନେ ଦେଖୁଛନ୍ତି ହଁ ଗୁରୁ ତ ଉତ୍ତର ଦେବା ଦରକାର ନା, କିନ୍ତୁ ଉତ୍ତର କିଛି ବି ଦେଉନାହାନ୍ତି। ଭାଇ ଭଉଣୀମାନେ ଚିନ୍ତା କରିବା। ତେବେ ଶିଷ୍ୟମାନେ କହୁଛନ୍ତି କ'ଣ, ପ୍ରଭୁ ଏ ତ ଚିତ୍କାର କରୁଛି, ଆଙ୍କୁ ତୁମେ କ'ଣ କର, ବିଦାୟ କରନ୍ତୁ। 24 ପଦରେ କିନ୍ତୁ ସେ ଉତ୍ତର ଦେଲେ ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହାର ନିକଟକୁ ପ୍ରେରିତ ହୋଇନାହିଁ। ଯୀଶୁ କ'ଣ ବୋଲେ ଶିଷ୍ୟମାନଙ୍କୁ, ମୁଁ ଇସ୍ରାଏଲ ଲୋକମାନଙ୍କ ପାଇଁ କେବଳ ଆସିଛି, ମୁଁ ଅନ୍ୟମାନଙ୍କ ପାଇଁ ପ୍ରେରିତ ହୋଇନାହିଁ। ବୁଝିଲା। ତେବେ ଯୀଶୁ ଆଉ ଥରେ ଯୀଶୁଙ୍କ ପାଖକୁ ସେ ସ୍ତ୍ରୀ ଲୋକଟା କିଣାନୀୟ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସୁଛନ୍ତି। 25 ପଦ ପଢ଼ିବା। କିଣାନୀୟ ସ୍ତ୍ରୀ କ'ଣ କହୁଛନ୍ତି, କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ ମୋର ଉପକାର କରନ୍ତୁ। ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହଁ। ହେଲେ ଚିନ୍ତା କରିବା ଭାଇ ଭଉଣୀମାନେ, ଯେତେବେଳେ ସ୍ତ୍ରୀ ଲୋକ ଯୀଶୁଙ୍କ ପାଖକୁ କ'ଣ ଆଶା ନେଇକି ଯାଇଛନ୍ତି, ମୋ ଝିଅର ସୁସ୍ଥ ହଉ, ହଁ ନା ନାହିଁ? କିନ୍ତୁ ଯୀଶୁ କ'ଣ ବୋଲି କହୁଛନ୍ତି, ସନ୍ତାନମାନଙ୍କ ଆହାର କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। ତାର ଅର୍ଥ କିଣାନୀୟ ସ୍ତ୍ରୀକୁ କ'ଣ ବୋଲି କହୁଛନ୍ତି, କହନ୍ତୁ? କୁକୁର ବୋଲି କହୁଛନ୍ତି ନା? ଯେତେବେଳେ କୁକୁର ବୋଲି କହୁଛନ୍ତି, ସେ ସ୍ତ୍ରୀର ରିଆକ୍ସନ୍ କ'ଣ ଅଛି ଦେଖନ୍ତୁ ନାହିଁ। ଯଦି ମନେକର ଧରାଯାଉ ଆମେ ଏଇ ଜାଗାରେ ଚର୍ଚ୍ଚରେ ଅଛୁ, ମଣ୍ଡଳୀ ଭିତରେ ଅଛୁ, କିନ୍ତୁ ଏକ୍ଜାମ୍ପଲ୍ ଆପଣ ଯୀଶୁଙ୍କ ନିକଟକୁ ଯିବେ, କିନ୍ତୁ ଆପଣଙ୍କୁ କ'ଣ ବୋଲି କହିବେ, କୁକୁର ବୋଲି କହିବେ, ଆପଣଙ୍କ ରିଆକ୍ସନ୍ କ'ଣ ବାହାରି ଆସିବ? ରାଗିଯିବେ ନା? ରାଗିଯିବେ ନା? ହଁ, ମୋ ଝିଅ ଭଲ ହେଲେ ହଉ, ନହେଲେ ନାହିଁ, ମୁଁ କ'ଣ କୁକୁର? ମୁଁ ଗୋଟେ କୁକୁର ପରି ଲୋକ କି? ମୋତେ କୁକୁର ବୋଇଲେ ଆମର ବଂଶକୁ କ'ଣ ବୋଲି କହିଲେ, ଆମ ବଂଶକୁ କୁକୁର ବୋଲି କହିଦେଲେ, କିଛି ଆବଶ୍ୟକ ନାହିଁ। କିନ୍ତୁ କିଣାନୀୟ ସ୍ତ୍ରୀ ତାର ହୃଦୟ ଜଗତ କି ପ୍ରକାର ଅଛି ଭାଇ ଭଉଣୀମାନେ। ଯେତେବେଳେ ଆମେ କ'ଣ କରିବା ଜାଣିଛନ୍ତି, ଆମେ ଅନୁଗ୍ରହ ପାଇବା ଜାଗାକୁ ଯିବାକୁ ହେଲେ, ଯଦି ଅନୁଗ୍ରହ ପାଇବା ଦରକାର, ତାହେଲେ ଈଶ୍ୱର କ'ଣ କରୁଛନ୍ତି, ଆମକୁ ନମ୍ର କରିବେ। ବାଇବଲରେ ସେ ପ୍ରକାର ଲେଖା ଅଛି। ଯଦି ଆମେ ନମ୍ର ହୋଇପାରିବା ନାହିଁ, ତାହେଲେ ଅନୁଗ୍ରହ ଜାଗାକୁ ଯାଇପାରିବା ନାହିଁ। ବୁଝିପାରୁଛନ୍ତି କି ନାହିଁ? ତାହେଲେ ଯୀଶୁ କାହିଁକି ତାକୁ କୁକୁର ବୋଲି କହୁଛନ୍ତି? ତମେ ଗୋଟେ କୁକୁର, ମୋର ସନ୍ତାନମାନଙ୍କର ଖାଦ୍ୟ କ'ଣ କୁକୁରମାନଙ୍କୁ ଦେବି କି? ମନେକର ଧରାଯାଉ ଆପଣଙ୍କୁ ପାଷ୍ଟର କିମ୍ବା ସେକ୍ରେଟାରୀ ଆପଣଙ୍କୁ ସେମିତି ଗାଳି କଲେ, ତମେ କୁକୁର ଭଳିଆ ଲୋକ, ଆପଣ କ'ଣ କରିବେ? ସିଧା ବାଡ଼ି ଧରି ବାହାରେ, ମୋତେ ଆବଶ୍ୟକ ନାହିଁ କହିବେ, ହଁ ନା ନାହିଁ? କିନ୍ତୁ ଯୀଶୁ ସିଧାସଳଖ କହୁଛନ୍ତି, ତମେ ଗୋଟେ କୁକୁର। ବୁଝିହେଲା? ତେବେ କାହିଁକି ଯୀଶୁ ଘୃଣା କରୁଛନ୍ତି ସେଥିପାଇଁ କହୁଛନ୍ତି, ନା ତା ଭିତରେ କିଛି ରହସ୍ୟ ଅଛି? ତା ଭିତରେ ରହସ୍ୟ ଅଛି। ଯେତେବେଳେ ଜଣଙ୍କର ହୃଦୟ ଉଚ୍ଚା ହେଇଯାଇଛି, ଉଚ୍ଚା ହେବା ଲୋକକୁ ଯଦି ଅନୁଗ୍ରହ ଦିଆଯିବ, ସେ କିଛି ବୁଝିପାରିବ ନାହିଁ। ବୁଝିଲା? ଆଦି ପୁସ୍ତକରେ ଗୋଟେ କାହାଣୀ ଅଛି, ଆପଣମାନେ ଶୁଣିଛନ୍ତି କି ନାହିଁ ମୁଁ ଆପଣମାନଙ୍କୁ କହିନି, କିନ୍ତୁ ଆଦି ପୁସ୍ତକରେ ଗୋଟେ କାହାଣୀ ଅଛି। କ'ଣ କାହାଣୀ ଅଛି ଜାଣିଛନ୍ତି? ତା ହେଉଛି ଜୋସେଫର ଭାଇମାନେ 12 ଭାଇ ଜୋସେଫକୁ ମାଡ଼ ମାରିଲେ, ବିକ୍ରି କରିଦେଲେ। ବିକ୍ରି କରିଦେଲା ପରେ ପାଖାପାଖି 15-20 ବର୍ଷ ପରେ ଜୋସେଫକୁ ଭେଟିଲେ। ସେ ସମୟରେ ଜୋସେଫ ମିଶରର ରାଜା ହେଇଯାଇଛି। ବୁଝିପାରୁଛନ୍ତି? ସସ୍ମିତା ଭଉଣୀ ବୁଝିପାରୁଛନ୍ତି? ହଁ, ତାହେଲେ ଜୋସେଫର କେତେ ଭାଇ? 12 ଭାଇ ନା? 12 ଭାଇ ଭିତରୁ ଜୋସେଫ ସ୍ୱପ୍ନ ଦେଖିଥିଲେ। କ'ଣ ବୋଲି ସ୍ୱପ୍ନ ଦେଖିଲେ? ମୋର ଭାଇମାନଙ୍କର ବିଡ଼ା ମୋତେ ମୁଣ୍ଡିଆ ମାରିବ। ତେବେ ସ୍ୱପ୍ନ ଦେଖିଲେ, ଏ ସ୍ୱପ୍ନ ଭାଇମାନଙ୍କୁ କହିଲେ। ଭାଇମାନଙ୍କୁ କହିଲା ପରେ ଭାଇମାନେ କ'ଣ କଲେ? ତାକୁ ଚିଡ଼େଇଲେ ନା, ଦେଖରେ ସ୍ୱପ୍ନକାରକୁ ଆସୁଛି, ଦେଖ ଦେଖ ତାକୁ ଧର। ତାକୁ ମାଡ଼ ମାରିଲେ, ଆଉ ଗାତରେ ପକାଇଦେଲେ, କିନ୍ତୁ ତାକୁ ବିକ୍ରି ବି କରିଦେଲେ। ତା ବାପାଙ୍କୁ କ'ଣ ବୋଲି କହିଲେ? ଦେଖ ତମର ପୁଅ ମରିଗଲା, ତାର ଏଇଠି ପୁରା ରକ୍ତର ସବୁଗୁଡ଼ା ପୋଷାକ ଯାକ ତମେ ଦେଖ, ନିଅ। ତା ବାପା କାନ୍ଦିଲା ପରେ ମୋ ପୁଅ ମରିଗଲା ବୋଲି ବିଶ୍ୱାସ କରିଛି। କିନ୍ତୁ ଯେତେବେଳେ
20 ବର୍ଷ ପରେ ଯୋସେଫଙ୍କୁ ସରି 20 ନା 25 ବର୍ଷ ମୋର ଏକ୍ଜାକ୍ଟଲି ମନେ ନାହିଁ, ତେବେ ଯେତେବେଳେ ନେଇକି ଭେଟୁଛନ୍ତି ସେ ସମୟରେ ଯୋସେଫ ଭାଇମାନଙ୍କୁ ଚିହ୍ନୁଛନ୍ତି, କିନ୍ତୁ ଭାଇମାନେ ଯୋସେଫକୁ ଚିହ୍ନି ପାରୁନାହାନ୍ତି। ସେ ସମୟରେ ମୁଣ୍ଡିଆ ମାରୁଛନ୍ତି, ମହାରାଜ ମହାରାଜ। ତାହେଲେ ଯୋସେଫଙ୍କର ସ୍ୱପ୍ନ ସତ ହେଲା ନା ନାହିଁ? ହଁ ନା? ତେବେ ଯଦି ସ୍ୱପ୍ନ ସତ ହୋଇଛି, ସେ ସମୟରେ ଭାଇ ଭଉଣୀମାନେ ବର୍ତ୍ତମାନ ଯୋସେଫ ପ୍ରଶ୍ନ ପଚାରୁଛନ୍ତି, ତମେ କିଏ? ତମେ କେଉଁଠିକାର ଲୋକ? ତେବେ ଯୋସେଫ କ'ଣ କହୁଛନ୍ତି? ସେମାନେ କ'ଣ କହୁଛନ୍ତି ଜାଣିଛନ୍ତି? ଟିକେ ପଢ଼ିବା ନା ସେ ପଦ ଦେଖିବା। ଆଦି ପୁସ୍ତକ ପଳେଇ ଆସନ୍ତୁ, ଏଇଟା ଧରିଥାନ୍ତୁ। ଆଦି ପୁସ୍ତକ ଆସନ୍ତୁ 44 ଅଧ୍ୟାୟ। ସରି 42 ଅଧ୍ୟାୟ ବାହାର କରନ୍ତୁ। 42 ଅଧ୍ୟାୟ, ଆଦି ପୁସ୍ତକ 42 ଅଧ୍ୟାୟ 8 ପଦରୁ ପଢ଼ିବା। କେହି ଯଦି ପଢ଼ ପାଇଲେ ତାହେଲେ ପଢ଼ନ୍ତୁ। 42 ଅଧ୍ୟାୟ 8 ପଦରୁ। ମାତ୍ର ଯୋସେଫ ଆପଣା ଭାଇମାନଙ୍କୁ ଚିହ୍ନିଲେ ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ତେଣୁ ଯୋସେଫ ସେମାନଙ୍କ ବିଷୟ ଯେ ସବୁ ସ୍ୱପ୍ନ ଦେଖିଥିଲେ ତାହା ସ୍ମରଣ କରି ସେମାନଙ୍କୁ କହିଲେ, ତୁମମାନେ ଚୋରଲୋକ ଦେଶରେ ଛିଦ୍ର ଅନୁସନ୍ଧାନ କରିବାକୁ ତୁମମାନେ ଆସିଛ। ପଢ଼ନ୍ତୁ। ସେମାନେ କହିଲେ, ନା ପ୍ରଭୁ, ତାହା ନୁହେଁ। ଆପଣଙ୍କର ଏହି ଦାସମାନେ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛନ୍ତି। 11 ପଦ। ଆମମାନେ ସମସ୍ତେ ଏକ ବ୍ୟକ୍ତିର ପୁତ୍ର, ଆମମାନେ ବିଶ୍ୱାସ ଲୋକ। ଆପଣ ଏହି ଦାସମାନଙ୍କୁ ଚୋର ନୁହନ୍ତି। ତେବେ ଦେଖିବା ବର୍ତ୍ତମାନ କ'ଣ ବୋଲି ଲେଖା ଅଛି ଦେଖନ୍ତୁ। କ୍ଲିୟରଲି ଲେଖା ଅଛି। ଯୋସେଫ 9 ପଦରେ କ'ଣ କହୁଛନ୍ତି? ତ ଯୋସେଫ ସେମାନଙ୍କ ବିଷୟରେ ଯେ ସବୁ ସ୍ୱପ୍ନ ଦେଖିଥିଲେ ତାହା ସ୍ମରଣ କରି ସେମାନଙ୍କୁ କହିଲେ, ତୁମେମାନେ ଚୋର ଲୋକ। ଆଚ୍ଛା, ଯୋସେଫଙ୍କୁ ସ୍ୱପ୍ନ କିଏ ଦେଖିଥିଲେ? ଈଶ୍ୱର ନା? ତାହେଲେ ବିଡ଼ା ଯାକ ମୋତେ ମୁଣ୍ଡିଆ ମାରିବେ। ସ୍ୱପ୍ନ ସତ ହେଲା, ବର୍ତ୍ତମାନ ଆସିକିରି ମାରୁଛନ୍ତି। ଯୋସେଫ ଭାଇମାନଙ୍କୁ ଚିହ୍ନି ପାରୁନାହାନ୍ତି। ବୁଝିଲା କି ନାହିଁ? ଯୋସେଫ ଭାଇମାନଙ୍କୁ ଚିହ୍ନୁଛନ୍ତି, କିନ୍ତୁ ଭାଇମାନେ ଯୋସେଫକୁ ଚିହ୍ନି ପାରୁନାହାନ୍ତି। କିନ୍ତୁ ବର୍ତ୍ତମାନ ଏବେ ପ୍ରଶ୍ନ ଉଠୁଛି, ଯୋସେଫ ଏତେ ଦିନ ପରେ ଭେଟିଲା ପରେ କେମିତି ହେବା କଥା? ମୋ ଭାଇ ତୁମେ ଆସ, ମୋର ଭାଇରେ ତୁମେ, ମୁଁ ବଞ୍ଚିଛି, ମୁଁ ରାଜା ହେଇଯାଇଛି, ଦେଖରେ ଦେଖରେ କହିବାର ଅଛି ନା ନାହିଁ? କିନ୍ତୁ ସେ କହୁନାହାନ୍ତି। କ'ଣ ବୋଲି କହୁଛନ୍ତି? ତମେ ସବୁ ଚୋର ଲୋକ ଯାକ। କାହିଁକି ଚୋର ଲୋକ ବୋଲି କହିଲେ? ତା ପୂର୍ବରୁ କ'ଣ କରିଥିଲେ? ଯୋସେଫକୁ ମାଡ଼ ମାରିଥିଲେ। କିନ୍ତୁ ଯେତେବେଳେ ତାଙ୍କର ହୃଦୟକୁ ଚେକ୍ କରାହେଉଛି, ଏମାନେ କ'ଣ ଆନ୍ସାର ଦେଉଛନ୍ତି? 11 ପଦରେ ଦେଖନ୍ତୁ। ସେମାନେ କହିଲେ, ନା ପ୍ରଭୁ, ତାହା ନୁହେଁ। ଆପଣମାନଙ୍କର ଏହି ଦାସମାନେ ଖାଦ୍ୟଦ୍ରବ୍ୟ କିଣିବାକୁ ଆସିଅଛନ୍ତି। ସେମାନେ କ'ଣ କହୁଛନ୍ତି? ତୁମେ ଚୋର ଲୋକ, ଦେଶ ଅନୁସନ୍ଧାନ କରିବାକୁ ଆସିଅଛ। କିନ୍ତୁ ସେମାନେ କହୁଛନ୍ତି, ନାଇଁ, ଆମେ ଖାଦ୍ୟଦ୍ରବ୍ୟ କିଣିବା ପାଇଁ ଆସିଛୁ। 11 ପଦରେ ଲେଖା ହେଇଛି, ଆମ୍ଭେମାନେ ସମସ୍ତେ ଏକ ବ୍ୟକ୍ତିର ପୁତ୍ର, ଆମ୍ଭେମାନେ ବିଶ୍ୱାସ୍ୟ ଲୋକ। ଅର୍ଥାତ୍ ଆମେ ଗୁଡ୍, ଇଂଲିଶରେ ଗୁଡ୍ ଲେଖା ହେଇଛି, ଭଲ ଲୋକ ବୋଲି କହୁଛନ୍ତି। ଆଚ୍ଛା, ସତରେ ଯୋସେଫର ଭାଇମାନେ ଭଲ ଲୋକ ଥିଲେ କି? ଯୋସେଫକୁ ମାଡ଼ ମାରିଛନ୍ତି, ଯୋସେଫକୁ ବିକିଛନ୍ତି, ଯୋସେଫକୁ ସବୁ କାମ କରିଦେଇଛନ୍ତି। ଯୋସେଫ ସାମ୍ନାରେ କହୁଛନ୍ତି, ଆମେ ଭଲ ଲୋକ। ଯୋସେଫ କ'ଣ ବିଶ୍ୱାସ କରେ? ତମେ ଏକା ଭଲ ଲୋକ। ମାଡ଼ ମାରିଲାଟା ମନେ ଅଛି ନା? ମନେ ପକାଉଥିବେ କି ନାହିଁ? ତ ସେଥିପାଇଁ ଭାଇ ଭଉଣୀମାନେ ଯୋସେଫ ସେମାନଙ୍କୁ ଚିହ୍ନୁଛନ୍ତି, କିନ୍ତୁ ଯୋସେଫ ସେମାନଙ୍କୁ ଚିହ୍ନି ପାରୁନାହାନ୍ତି।
କିନ୍ତୁ ଯୋସେଫ କ'ଣ ତାଙ୍କର ହୃଦୟକୁ ରିଭିଲ୍ କରିବା ପାଇଁ ଅର୍ଥାତ୍ ତାଙ୍କ ହୃଦୟକୁ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ସେମାନେ କ'ଣ ବୋଲି କହୁଛନ୍ତି, ଆମେ ଭଲ ଲୋକ, ଆମେ ଭଦ୍ରଲୋକ। ସତରେ ସେମାନେ ଭଦ୍ରଲୋକ ଥିଲେ କି? ଯୋସେଫ କେମିତି କରିଥିଲେ? ପିଟିଥିଲେ, ବାଡ଼େଇଥିଲେ। ଯୋସେଫ ସେଇ ଦିନର କଥା ମନେ ପକାଉଛନ୍ତି, କିନ୍ତୁ ଯୋସେଫ ସିଧାସଳଖ ପରିଚୟ ଦେଉନାହାନ୍ତି। ଯୋସେଫ ସିଧାସଳଖ ସେମାନଙ୍କୁ କ'ଣ ବୋଲି କହୁଛନ୍ତି, ତୁମେ ଚୋର ଲୋକ ବୋଲି କହୁଛନ୍ତି। କାହିଁକି କହିଲେ? କାରଣ ସେମାନଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଛନ୍ତି ଯେ ତମେ ହେଉଛ ଦୁଷ୍ଟ ଲୋକ, କିନ୍ତୁ ତମେ ନିଜକୁ ଭଦ୍ରଲୋକ ବୋଲି ଦେଖାଇ ହେଉଛ। ବୁଝିପାରିଲେ? ତମେ ନିଜକୁ ଭଦ୍ରଲୋକ ବୋଲି ଦେଖାଇ ହେଉଛ। ସେଥିପାଇଁ କାହିଁକି ନା ସେମାନଙ୍କର ନିଜସ୍ୱ ଏତେ ବର୍ଷ ପରେ ଭୁଲି ଯାଇଛନ୍ତି, ଆମେ ଦୁର୍ବଳ, ଆମେ କଦର୍ଯ୍ୟ, ଆମେ ଦୁଷ୍ଟ ଲୋକ, ଆମ ଭାଇକୁ ମାଡ଼ ମାରିଲୁ, ଆମ ଭାଇକୁ ଅତ୍ୟାଚାର କରିଲୁ, ତାହା ସେମାନେ ଭୁଲି ଯାଇଛନ୍ତି। ଆମେ ବି କିଛି ଦିନ ପରେ ଆମେ କ'ଣ, ଆମକୁ ଯଦି ଦେଖିବା ଆମେ ସମସ୍ତେ ଭଦ୍ରଲୋକ ଭଳିଆ ଦେଖାଯାଉଛୁ, କିନ୍ତୁ ଏକ୍ଜାକ୍ଟଲି ଈଶ୍ୱରଙ୍କ ସାମ୍ନାରେ ଯଦି ଠିଆ ହେବା, ଈଶ୍ୱର କ୍ଲିୟରଲି ଦେଖିଛନ୍ତି ଏ ବ୍ୟକ୍ତି କିଏ, ଏ ବ୍ୟକ୍ତି କିଏ। ହଁ ନା ନାହିଁ? ଈଶ୍ୱରଙ୍କୁ ଆପଣ ଠକି ପାରିବେ? ସସ୍ମିତା ଭଉଣୀ ଠକି ପାରିବେ ନା? କେତେ ଗାଳି ଦେଇଛନ୍ତି, କାହାକୁ ରାଗିଛନ୍ତି। ସସ୍ମିତା ଭଉଣୀ ଯଦି କହିବେ, ପ୍ରଭୁ ମୁଁ ବହୁତ ଭଲ ଲୋକ, ପ୍ରଭୁ କ'ଣ କହିବେ, ତୋ ପାଇଁ ଲାଠି ରଖିଛି। କାହିଁକି? ଈଶ୍ୱରଙ୍କୁ ମିଛ କହିପାରିବେନି ନା। ତେବେ ଯୋସେଫର ଭାଇମାନେ ବି ଯୋସେଫକୁ ମିଛ କହିପାରିବେ କି? ନାଇଁ ନା। ସେଥିପାଇଁ ତାକୁ ମନେ ପକାଇବା ପାଇଁ କହୁଛନ୍ତି, ତୁମେ ହେଉଛ ଚୋର ଲୋକ, ତୁମେ ଅବିଶ୍ୱସ୍ତ ଲୋକମାନେ, ତୁମେ କଦର୍ଯ୍ୟ ଲୋକମାନେ। ବୁଝିଲା? କିନ୍ତୁ ସେମାନେ କହୁଛନ୍ତି ନା ନା ନା, ଆମେ ସେମିତିକିଆ ଲୋକ ନାହିଁ, ଆମେ ଭଦ୍ର ଲୋକ। ବୁଝିଲା? କାହିଁକି ସେମାନଙ୍କୁ କହିଲେ? କାରଣ ସେମାନଙ୍କୁ ଏକ୍ଜାକ୍ଟଲି ତାଙ୍କର ହୃଦୟକୁ ଦେଖାଇବା ପାଇଁ ଚାହୁଁଛନ୍ତି। ଆମେ କିଛି ବିଷୟ ନେଇକରି ଦବି ଯାଇଛୁ ଭାଇ ଭଉଣୀମାନେ, କିନ୍ତୁ ଆମର ପ୍ରକୃତ ରୂପ କେତେବେଳେ ବାହାରିବ? ଯେତେବେଳେ ପରିସ୍ଥିତି ଆଉ ସମସ୍ୟାରେ ନାହିଁକି ପରିସ୍ଥିତି ସାମ୍ନାରେ ଯେତେବେଳେ ଠିଆ ହେବ, ଏକ୍ଜାକ୍ଟଲି ଆମମାନଙ୍କ ହୃଦୟକୁ ବାହାରିଯିବ। ବୁଝିଲା? କିନ୍ତୁ ଆମେ ବାହାରିକ ଲୋକମାନଙ୍କ ଭିତରେ, ବାହିକ ଲୋକମାନଙ୍କ ଭିତରେ ଆମେ ଭଦ୍ର ଦେଖାଇ ପାରିବା, କିନ୍ତୁ ଏକ୍ଜାକ୍ଟ ହୃଦୟ ଈଶ୍ୱର ଜାଣିଛନ୍ତି। ଆମେନ୍। ତେବେ ସେମିତି ଆମେ ମାଥ୍ୟୁ ପୁସ୍ତକକୁ ଫେରି ଆସିବା। ମାଥ୍ୟୁ ପୁସ୍ତକରେ କ'ଣ, ଏ ସ୍ତ୍ରୀ ଲୋକକୁ କାହିଁକି ଯୀଶୁ କହିଲେ କୁକୁର ବୋଲି? କ'ଣ ପାଇଁ କହିଲେ? କାରଣ ସେ ସ୍ତ୍ରୀକୁ ଈଶ୍ୱର ତାଙ୍କ ହୃଦୟରେ କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଛନ୍ତି। ସେ ସ୍ତ୍ରୀକୁ ତାକୁ ତାର ପ୍ରକୃତ ରୂପକୁ ଦେଖିବା ପାଇଁ ଚାହୁଁଛନ୍ତି। କ'ଣ ପ୍ରକୃତ ରୂପ? ଏ ଗୋଟେ କିଣାନୀୟ ସ୍ତ୍ରୀ, ଏ ଲୋକ ଦୟା ପାଇବା ଲୋକ ନାହିଁ, ଏ ସ୍ତ୍ରୀ ଲୋକ ଦୟା ପାଇବା ଲୋକ ନାହିଁ। ଏଇଟା ପ୍ରକୃତରେ ଇସ୍ରାଏଲ ପାଇଁ କରାଯାଇଥିଲା। ଇସ୍ରାଏଲ ପାଇଁ ମୁଁ ଆସିଛି, ମୁଁ ଅନ୍ୟ ଜାତି ପାଇଁ ଆସିନି। କିନ୍ତୁ ତାର ଅର୍ଥ କ'ଣ ଅନ୍ୟ ଜାତିକୁ ଯୀଶୁ ଘୃଣା କରୁଛନ୍ତି କି? କେବେ ବି ନାହିଁ। କାରଣ ସେମାନଙ୍କୁ ସେମାନଙ୍କର ଏକ୍ଜାକ୍ଟ ପରିଚୟ ଦେବା ପାଇଁ ଚାହୁଁଛନ୍ତି, ତମେ ଦୟା ପାଇବା ଲୋକ ନାହିଁ। ଯଦି ତମେ ଦୟା ପାଇବ, ତମର ହୃଦୟ ପ୍ରଥମତଃ ନମ୍ର ହେବା ଦରକାର। ଯେତେବେଳେ ତମେ ନାକି ନମ୍ର ହୋଇଯିବ, ତମେ ବାକ୍ୟ ଶୁଣିବ, ତମେ ଯଦି ନାଇଁ କି ମୋ ନିକଟକୁ ଆସିବ, ତାହେଲେ ସତରେ ତୁମେ ଅନୁଗ୍ରହକୁ ପାଇବ। ତେବେ ଯୀଶୁ ତାର ହୃଦୟକୁ ଚେକ୍ କରୁଛନ୍ତି, ତାକୁ ପଚାରୁଛନ୍ତି। ଯଦି ମୋତେ କ'ଣ କହିଥାନ୍ତେ, ଆମେ ହେଇଥିଲେ କ'ଣ ବୋଲି କହିଥାନ୍ତୁ? ମନେକର ସସ୍ମିତା ଭଉଣୀ, ତୁମେ କ'ଣ କହିଥାନ୍ତ? ଯଦି ତୁମକୁ କୁକୁର ବୋଲି କହିଥାନ୍ତ, ତୁମେ କ'ଣ କହିଥାନ୍ତ? ଏ ଛୋଟ ଆଖି ଗୁଡ଼ାକ ଏଡ଼େ ଏଡ଼େ ହେଇଥାନ୍ତା ନା, ବଡ଼ ବଡ଼ ହେଇଯାଇଥାନ୍ତା। ମୋତେ ଏମିତି କହିଲେ ମୁଁ ଆଉ ଯିବିନି, ଦରକାର ନାହିଁ, ଆସିଲେ ଚର୍ଚ୍ଚ ହେଲେ କେତେ ନହେଲେ କେତେ, ମୋତେ ସେମିତି କହିବେ? ମୁଁ ଗୋଟେ ସେମିତି ପାଇବା ଲୋକ? ଆମମାନଙ୍କର ଅଶ୍ଳୀ ରୂପ ବାହାରିଯିବ ଭାଇ ଭଉଣୀମାନେ। କିନ୍ତୁ ସେ ସ୍ତ୍ରୀକୁ ଦୟା ପାଇବାର ଅଛି, ଅନୁଗ୍ରହ ପାଇବାର ଅଛି। ସେଥିପାଇଁ ସେ କ'ଣ କରୁଛି? ନିଜକୁ ନମ୍ର କରୁଛି। ଆମେନ୍, ହାଲେଲୁୟା। ତେବେ ଆମେ ପଢ଼ିବା 27 ପଦ ଦେଖିବା। କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜର ପ୍ରଭୁଙ୍କର ମେଜରୁ ପଡ଼ିବା ଗୁଣ୍ଡି ଗୁଣ୍ଡାକ ଖାଆନ୍ତି। ଆମେନ୍। ସେ ସ୍ତ୍ରୀ ରାଗି ଯାଉଛି ନା ତାର ହୃଦୟ ନମ୍ର ଅଛି? ନମ୍ର ଅଛି ନା? ସେ କହୁଛି ଭାଇ ଭଉଣୀମାନେ, ଆକ୍ଚୁଆଲି ଯେତେବେଳେ ଆମେ ଚର୍ଚ୍ଚ ଭିତରେ ଦୁଇ ପ୍ରକାର ଲୋକ ଅଛୁ। ଗୋଟେ ହେଉଛି ଉଚ୍ଚ ହୃଦୟ ଦାମ୍ଭିକ ଲୋକ ଅଛି। ସେ ଦାମ୍ଭିକକୁ ଆପଣ କେମିତି ସିଧା କରିପାରିବେ?
ଈଶ୍ୱରଙ୍କର ବାକ୍ୟ, ପରମେଶ୍ୱରଙ୍କର ଗାଳି, ପରମେଶ୍ୱରଙ୍କର ଦାସଙ୍କର ଗାଳି, ଏଇଟା ହେଉଛି ରୁଲ୍। ବୁଝିଲା? ଆମର ଯେଉଁ ମିଶନ ଷ୍ଟୁଡେଣ୍ଟ ମାନେ ଅଛନ୍ତି ସେମାନଙ୍କୁ ପାଷ୍ଟର କ'ଣ କରିବେ? ବାଡ଼ିରେ ମାରିବେ। ଯେଉଁମାନେ ବାହାରେ ହେଇକି ଥିବେ, ଆମେ ଜାଣିଛନ୍ତି ଆମକୁ ପ୍ରଥମେ ଟଏଲେଟ୍ ସଫା କର ବୋଲି 3 ଦିନ ଟଏଲେଟ୍ ଯାକ ଲୋକମାନେ ଯେତେବେଳେ ଆସୁଥିବେ ସେ ପୁରା ଝାଡ଼ା ଯାକ ପଡ଼ିଥିବ, ଗନ୍ଧି ଯାଉଥିବ, ଭୟଙ୍କର। ବୁଝିଲା? ତେବେ ଗନ୍ଧି ଯାଉଥିବା ଟଏଲେଟ୍କୁ ସଫା କରିବା ପାଇଁ କେମିତି ପ୍ରଥମେ ଦରକାର? ମନ ଠିକ୍, ହୃଦୟ ଯଦି ତଳେ ଅଛି କରିପାରିବ। ଜାଣିଛନ୍ତି ଆସିବେ ଲୋକମାନେ ଖାଇଦେବେ ପୁରା, ଆଉ ମାଂସ ବେଶୀ ରନ୍ଧା ହେବ, ମାଂସ ରନ୍ଧା ହେଇଥିବ, କ'ଣ କ'ଣ ହେଇଥିବ, ତାକୁ ସଫା କର ବୋଇଲା ବେଳେ କେମିତି ହେଉଛି? ପୁରା ଏ ଝାଡ଼ା ଗୁଡ଼ାକ ନେଇକି ପୁରା ଟଏଲେଟ୍ ଫୁଲ୍ ହେଇଥିବ, ଏମିତି ଦୁର୍ଗନ୍ଧ ବାନ୍ଧିବ। ଆମେ କ'ଣ କରିବୁ? ଏମିତି ଗୁଡ଼େଇକି ତାକୁ ପାଣି ପକେଇ ଫିନାଇଲ୍ ପକେଇ ସଫା କରିବୁ। ବୁଝିଲା କି ନାହିଁ? ତାପରେ ସଫା ହେଲା ପରେ ପରିଷ୍କାର ହେବେ, ତାପରେ ଚା ଜଳଖିଆ ଦିଆଯିବ, ଖାଇବୁ। ବୁଝିଲା କି ନାହିଁ? କିନ୍ତୁ ମୁଁ ଯେତେବେଳେ ଚର୍ଚ୍ଚକୁ ଦେଖେ ମଣ୍ଡଳୀ ଭିତରେ, ବେଳେବେଳେ ଭାଇ ଭଉଣୀମାନେ ଝାଡ଼ୁ କରିବା ପାଇଁ କଷ୍ଟକର, ହଁ ନା ନାହିଁ? ପରମେଶ୍ୱରଙ୍କର ମନ୍ଦିର, ଏଇଟା ଈଶ୍ୱରଙ୍କର ଭବନ। ଚର୍ଚ୍ଚ ତା ବାଟେ ପଡ଼ିଥାଉ, ମୋ ଘର ମୁଁ ଠିକ୍ କରିବି। ତାହେଲେ ୟାର ହୃଦୟ ନମ୍ର ଅଛି କି? ନାଇଁ ନା। ହୃଦୟ କେତେ ଉଚ୍ଚାରେ ଅଛି। ସେ ତା ବାଟେ ପଡ଼ିଥାଉ, ସେ କ'ଣ ହେଇଥାଉ, ଭାଙ୍ଗି ଯାଉ, ରୁଜି ଯାଉ, ମୋର କ'ଣ ଯିବ? ତାହେଲେ ଜଣେ ଲୋକ ଯେତେବେଳେ ହୃଦୟ, ଏଇଟା ପରମେଶ୍ୱରଙ୍କର ଜାଗା, ଈଶ୍ୱରଙ୍କର ଜାଗା, ମୁଁ ତାକୁ ତଦାରଖ କରିବି, ତାର ମୁଁ ସେବା କରିବି। ଯେତେବେଳେ ତଳକୁ ଯିବ ସେ ଲୋକ ସବୁ ମନକୁ ଭାଙ୍ଗିକି କାର୍ଯ୍ୟ କରିବ। କିନ୍ତୁ ଯିଏ ଦାମ୍ଭିକ ଲୋକ, ଯାଉ ଭାଙ୍ଗି ଯାଉ, କ'ଣ ହେଇଯାଉ, ମୋର କ'ଣ ଯାଏ ଆସେ। ଏ ଲୋକର ମନ ବର୍ତ୍ତମାନ ସୁଦ୍ଧା ଭାଙ୍ଗିନି। ଏ ଲୋକର ହୃଦୟ ପୁରା ଉଚ୍ଚା ଅଛି। ଯଦ୍ୟପି ଦେଖାଯାଉଛି ଯୋସେଫର ଭାଇ ଭଳିଆ, କିନ୍ତୁ ହୃଦୟ ଭିତରେ ପୁରା ଶୈତାନ ଜାଗା ମାଡ଼ିଛି। ସେଥିପାଇଁ ଚର୍ଚ୍ଚକୁ, ବାକ୍ୟକୁ, ଈଶ୍ୱରଙ୍କୁ ତୁଚ୍ଛ କରୁଛି। କିନ୍ତୁ ଏ ସ୍ତ୍ରୀ ଲୋକ କ'ଣ ଦରକାର? ମୋତେ ଅନୁଗ୍ରହ ଦରକାର। ସେଥିପାଇଁ ଯୀଶୁ କହିଲେ ତମେ କୁକୁର। ଏଇସବୁ ଯେତେବେଳେ ସେ ଶୁଣିଛି, ତାର ପ୍ରତିକ୍ରିୟା କ'ଣ ଦେବାର ଥିଲା? ରାଗିଯିବା ଥିଲା, କିନ୍ତୁ ସେ ରାଗିନି। ତାର ହୃଦୟରେ ଦୟା ପାଇବାର ଅଛି। ସେଥିପାଇଁ ସେ କ'ଣ ବୋଲି କହୁଛି? ଆପଣ ମାଲିକ, ଆପଣଙ୍କର ଗୁଣ୍ଡି ଗୁଣ୍ଡା କ'ଣ ଖାଇବା ପାଇଁ କ'ଣ ସତରେ କୁକୁରମାନେ ଏକା ଗୁଣ୍ଡି ଗୁଣ୍ଡା ଖାଆନ୍ତି? ପଡ଼ିଥିବା ଗୁଣ୍ଡି ଗୁଣ୍ଡା। ଯୀଶୁ କ'ଣ କଲେ? ବେଶ, ତୋଠାରେ ବଡ଼ ବିଶ୍ୱାସ ଅଛି, ଯା, ତୋର ଯାହା ଦରକାର ତୁ ଯା। ତେବେ ଆମେ ଚର୍ଚ୍ଚକୁ ବି ଆସୁଛୁ, ମଣ୍ଡଳୀକୁ ବି ଆସୁଛୁ ଭାଇ ଭଉଣୀମାନେ, କିନ୍ତୁ ଆମର ଯଦି ଉଚ୍ଚ ହୃଦୟ ନେଇକି ଯଦି ବସିବା, ଏଇଟା ହେଉଛି ଈଶ୍ୱର ଦେଖୁଛନ୍ତି ସେ ଭଉଣୀ, ସେ ଭାଇ କି ପ୍ରକାର ମୋ ନିକଟରେ ହୃଦୟକୁ ନେଇ ବସିଛି। ଯଦି ଉଚ୍ଚ ହୃଦୟ ନେଇ ବସିଛି, ଏ ଦୟା ପାଇବା ଜାଗାରେ ନାହିଁ, ଏ କେବଳ ବାହିକ ରୂପରେ ଅଛି ବୋଲି। ବୁଝିପାରିଲେ? ତେବେ ଏ ସ୍ତ୍ରୀ ଲୋକର ହୃଦୟକୁ ଦେଖୁଛନ୍ତି। ସେ କ'ଣ କଲେ? କୁକୁରମାନେ ଆପଣମାନଙ୍କର ମାଲିକମାନଙ୍କର ଗୁଣ୍ଡି ଗୁଣ୍ଡାକୁ ଖାଇବେ। ଯୀଶୁ କ'ଣ କହିଲେ? ସେ ପଦ ଦେଖିବା, 27 ପଦ ଦେଖିବା। କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କର ମେଜରୁ ପଡ଼ିଥିବା ଗୁଣ୍ଡି ଗୁଡ଼ାକ ଖାଆନ୍ତି। ସେଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ। ଆମେନ୍, ହାଲେଲୁୟା। ଭାଇ ଭଉଣୀମାନେ, ସେଥିପାଇଁ ଚର୍ଚ୍ଚ ପାଖରୁ ଅନୁଗ୍ରହ ପାଇବା ପାଇଁ, ଈଶ୍ୱରଙ୍କ ପାଖରୁ ଯଦି ଅନୁଗ୍ରହ ପାଇବା ପାଇଁ, ହୃଦୟକୁ ନମ୍ର କରନ୍ତୁ, ହୃଦୟକୁ ତଳକୁ ଚାହାନ୍ତୁ, ଉଚ୍ଚ ହୃଦୟ ନିଅନ୍ତୁ ନାହିଁ। ଯଦି ଉଚ୍ଚ ହୃଦୟ ନେବେ, ତାହେଲେ ଆପଣ ବିଚାର କରି ବସିବେ, ସେ ସେମିତି ଏମିତି ଏ ପ୍ରକାର ଆପଣଙ୍କଠାରୁ ବିଚାର ବାହାରିବ। କାହିଁକି? ଆପଣ ଉଚ୍ଚ। କିନ୍ତୁ ଯଦି ହୃଦୟ নত କରିବେ, ତାହେଲେ କ'ଣ ନା, ମୁଁ ବି ଦୁଷ୍ଟ ଲୋକ ନା, ମୁଁ ବି ଭଲ ଲୋକ ନାହିଁ, ମୋତେ ବି ଈଶ୍ୱରଙ୍କ ଠାରୁ ଦୟା ପାଇବାର ଅଛି। ସେଥିପାଇଁ ସେ ଲୋକ ଆଣ୍ଠୁ ଭାଙ୍ଗିବ, ସେ ଲୋକ ଦୟାକୁ ମାଗିବ, ସେ ଲୋକ ଈଶ୍ୱରଙ୍କ ନିକଟକୁ ଯିବ। କିନ୍ତୁ ଉଚ୍ଚ ଲୋକ କେବେ ବି ଈଶ୍ୱରଙ୍କ ନିକଟକୁ ଯିବନି। ତାର ହୃଦୟ ବିଚାର କରିବାର ମନ ଆସିବ, ସେଇ ପ୍ରକାର। ତେବେ ଯୋସେଫର ଭାଇମାନେ ମଧ୍ୟ, ଯୋସେଫ ଭାଇମାନଙ୍କୁ ଦେଖୁଛନ୍ତି, ଏମାନେ ନିଜର ଆତ୍ମଧାର୍ମିକ ଦ୍ୱାରା ଧରାଯାଇଛନ୍ତି। ସେଥିପାଇଁ ଏମାନଙ୍କୁ ସେମାନଙ୍କର ପରିଚୟ ଦେବା ଦରକାର। ସେଥିପାଇଁ ସେମାନଙ୍କୁ ଚୋର ଲୋକ ବୋଲି କହୁଛନ୍ତି। କିନ୍ତୁ ଯୋସେଫ ସତରେ ଘୃଣା କରି କହୁଛନ୍ତି ନା ପ୍ରକୃତରେ ସେମାନଙ୍କୁ ତାଙ୍କର ରୂପ ଦେଖାଇବା ପାଇଁ? ପ୍ରକୃତରେ ତାଙ୍କର ରୂପ ଦେଖାଇବା ପାଇଁ।
ଭାଇ ଭଉଣୀମାନେ, ସେଥିପାଇଁ ବାଇବଲ ସ୍ପଷ୍ଟ ଭାବରେ କୁହେ ଯେ ଯେତେବେଳେ ଆମେ ନାହିଁ କି ନିଜର ପ୍ରକୃତ ରୂପ ଦେଖିବା, ତେବେ ଗୋଟେ ଲୋକ ଅନୁଗ୍ରହକୁ ପାଇବ, ଦୟାକୁ ପାଇବ। ସେଥିପାଇଁ ଖ୍ରୀଷ୍ଟ ଯୀଶୁ ସେ ଈଶ୍ୱର ଥିଲେ, କିନ୍ତୁ ଫିଲିପିଓ ପୁସ୍ତକରେ କ'ଣ ଲେଖା ହେଇଛି? ସେ ଆପଣାକୁ ନତ କଲେ ବୋଲି ଲେଖା ଅଛି। ସେ ପଦ ଗୋଟେ ପଢ଼ିବା, ଆମେ ଶେଷ କରିବା। ଆସନ୍ତୁ ଫିଲିପିଓ ପୁସ୍ତକ ଟିକେ ପାଇଲେ ଆପଣମାନେ ଫିଲିପିଓ ପୁସ୍ତକ ହଁ 5 ଅଧ୍ୟାୟ ବାହାର କରନ୍ତୁ। ଚାରି ଅଧ୍ୟାୟ ଅଛି ନା? ହଁ 2 ଅଧ୍ୟାୟ ବାହାର କରନ୍ତୁ, 5 ପଦରୁ ପଢ଼ିବା। 5 ପଦ ପଢ଼ିବା। 2 ଅଧ୍ୟାୟ 5 ପଦରୁ ମୁଁ ପଢ଼ିବି, ଆପଣମାନେ ସମସ୍ତେ ଦେଖନ୍ତୁ। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମମାନଙ୍କର ମନ ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ୍ୟ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ ହିଁ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ଆମେନ୍। ଯୀଶୁ ସେ ଈଶ୍ୱର ଥିଲେ, କିନ୍ତୁ କ୍ରୁଶ ଧରିବା ପାଇଁ ନିଜକୁ ଅବନତ କଲେ। କିନ୍ତୁ ଆମମାନଙ୍କର ହୃଦୟ କି ପ୍ରକାର? ବିଚାର କରିବାର ମନ ଅଛି, ଦାମ୍ଭିକ ମନ, ଗର୍ବୀ ମନ। କିନ୍ତୁ ସେ ଈଶ୍ୱର ଥିଲେ, ସେ ଉଚ୍ଚ ହୋଇପାରିଥାନ୍ତେ। ତାକୁ କିଏ କହିବାର ଥିଲା କି? କେହି କହିପାରିବେନି। ସେ ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ମନୁଷ୍ୟ ରୂପ ଧାରଣ କରି ଦାସ ହେଲେ। ଦାସମାନେ କ'ଣ? ଚାକର ହେଲେ, ସେବା କଲେ। ବୁଝିପାରୁଛନ୍ତି? ଏ ସ୍ତ୍ରୀ ମଧ୍ୟ ତାର ଝିଅ ପାଇଁ ସେ ନିଜକୁ ନତ କଲା। ଯୀଶୁଙ୍କୁ କହିଲା, ପ୍ରଭୁ ମୁଁ କୁକୁର, ମୁଁ ଗୁଣ୍ଡି ଗୁଣ୍ଡା ଖାଇବା ଲୋକ ବୋଲି। ବୁଝିପାରୁଛନ୍ତି? ଆପଣମାନେ ମଧ୍ୟ ଚର୍ଚ୍ଚରେ ଅଛନ୍ତି, ମଣ୍ଡଳୀ ଭିତରେ ଅଛନ୍ତି, ଆପଣମାନଙ୍କର ହୃଦୟ ବି ନମ୍ର କରନ୍ତୁ। ଯେତେବେଳେ ହୃଦୟକୁ ନମ୍ର କରିବେ ନା, ସେ ସମୟରେ ସତରେ ଆପଣ ଗୋଟେ ବିଶ୍ୱସ୍ତ ଆଉ ଈଶ୍ୱରଙ୍କ ଠାରୁ ରିୱାର୍ଡ଼ ପାଇବେ, ଈଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇବେ। ଆମେନ୍। ସେଥିପାଇଁ ନିଜକୁ ଦେଖନ୍ତୁ, ନିଜର ଜୀବନ ବିଷୟରେ ସମୀକ୍ଷା କରନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରିବେ। ଏତିକି କହିବି, ପ୍ରାର୍ଥନା କରିବା।